ରାଉରକେଲା ଟାଙ୍ଗରପଲ୍ଲୀ ଥାନା ତରଫରୁ ଆମ ପୋଲିସର ଏକ ସଚେତନତା ଶିବିର ସାରନଗରୀ ଗୋପବନ୍ଧୁ ପ୍ରଗତି ପରିଷଦଠାରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଜନସାଧାରଣ ଓ ବ୍ୟବସାୟୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଟାଙ୍ଗରପଲ୍ଲୀ ଥାନା ଅଧିକାରୀ ଶ୍ରୀଯୁକ୍ତ ରାମେଶ୍ୱର ସିଂ ସଭାପତିତ୍ୱ କରିଥିଲା ବେଳେ ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଜନସାଧାରଣ ବୁଦ୍ଧିଜୀବୀ ଓ ବ୍ୟବସାୟୀମାନଙ୍କୁ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିବା ବ୍ୟକ୍ତିବିଶେଷମାନଙ୍କଠାରୁ କିପରି ଦୂରେଇ ରହିବା ଉପରେ ଆଲୋକପାତ କରି ସଚେତନତା କରାଇଥିଲେ। ବିଶେଷକରି ଆଗକୁ ପୂଜା ପାର୍ବଣ ଆସୁଥିବାରୁ ଅପରାଧୀମାନେ ବହୁମାତ୍ରାରେ ସକ୍ରିୟ ହୋଇଥାନ୍ତି, ତେଣୁ ଜନସାଧାରଣ ଏମାନଙ୍କଠାରୁ କିପରି ନିଜକୁ ଦୂରେଇ ରଖିପାରିବେ ତାହା ଉପରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ ଏବଂ ପୋଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସାଇବର କ୍ରାଇମ୍, ଛିନତାଇ, ଚୋରି ଓ ଠକ ମାନଙ୍କୁ କିପରି ଦୃଢ଼ ହସ୍ତରେ ଦମନ କରାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରି ସହଯୋଗ କାମନା କରିଥିଲେ। এবং আমার গভর্নমেন্ট তরফରୁ ବି ମୁଁ ଲେଖିକି ଦେଇଛି ପାଖାପାଖି 50-60ଟା ମାନେ ହେଡକ୍ୱାର୍ଟରକୁ ଦେଇଛି ଯେ ଆମର ମେନ୍ ଜାଗାରେ ଯୋଉଠି ସମସ୍ତ ଆମର ମାନେ ମେନ୍ ରୋଡ୍ ସହିତ ଆମର ଯୋଉଠି ଲିଙ୍କ୍ ରହୁଛି କିମ୍ବା ଆମର ଗଳି ଯୋଉଠୁ ବାହାରୁଛି ଆମର ସେଟା ବି ଆମେ 5ଟା ଗାଡ଼ି ଅଲରେଡି ଫାଇନ୍ କରିଛୁ। ଗୋଟେ 22,000 ଆଉ ଗୋଟେ 20,000 ଟୋଟାଲ 5ଟା ଫାଇନ୍ ହେଇଛି। ତ ଏବେ ଆପଣମାନେ ବି ଶୁଣୁଥିବେ ଏତେ ଟିକେ କମ୍ ହେଇଯାଇଛି। ନହେଲେ ମଝିରେ ଏମିତି ଯାଉଥିଲା ଯେମିତି ଗୋଟେ ମାନେ କ'ଣ ପାଣି ପମ୍ପ ସେଇ ଟାଇପ୍ର ଗୋଟେ ଚାଲୁଥିଲା। ତ ସେଇ ଜିନିଷ ଗୁଡ଼ାକ ବି ଆମେ ଅଲରେଡି ଫାଇନ୍। ବୈଠକରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ଓ ବୁଦ୍ଧିଜୀବୀମାନଙ୍କୁ ନିଜର ମତାମତ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଦକ୍ଷିଣ ରାଉରକେଲା ବରିଷ୍ଠ ନାଗରିକ ସେବା ମଞ୍ଚର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ସିହ୍ନା, ସମାଜସେବୀ ଗୌରାଙ୍ଗ ନାୟକ, କେଶବ ଚନ୍ଦ୍ର ସାହୁ, ଗୋପୀନାଥ ଦାସ, ଶ୍ରୀମତୀ ବିଜୟଲକ୍ଷ୍ମୀ ରଞ୍ଜିତ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହିତ ପୋଲିସ ମାଧ୍ୟମରେ ସମସ୍ୟାର ସମାଧାନ କିପରି ହୋଇପାରିବ ତାହା ଉପ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଥିଲେ। ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ମହାପାତ୍ର ଏହାକୁ ଗୁରୁତର ସହିତ ବିଚାର କରି ପଦକ୍ଷେପକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଚେତନତା ଶିବିରରେ ଟାଙ୍ଗରପଲ୍ଲୀ ଥାନାର ଅଫିସର ଶ୍ରୀଯୁକ୍ତ ପରିଡ଼ା, ଶ୍ରୀଯୁକ୍ତ କାଣ୍ଡୁଲନା ଓ पुलिस कर्मचारी माने संपूर्ण सहयोग करथिले। मीडिया भाई माने तथा मार्केट कमिटी कर्मकर्ता समस्या आसी जो सभारे आम मुख्यतः साइबर क्राइम विभिन्न उपाय जो मैंने ठकामीर शिकार होती से विषय आम लोक मान सचेतनतार बार्ता से साइबर क्राइम केमी बचे निजर धन जीवन को सुरक्षित कर रखिले से विषय प्रिकसनारी मेजर्स कहला। छड़ा जो अंडर एज ड्राइविंग कर 18 वर्ष कम पिला ताकू डिस्करेज करने मैंने टोटाली बंद करने समस्त अनुरोध करागला। मैक्सिमम पेनाल्टी अच्छी आम एमबी एक्ट तथा समस्ते हेलमेट पिंधिक गाड़ी चलवाई बेसी स्पीड न चल मोबाइल फोन यूज करेंगे, रेड लाइट जंपिंग न करेंगे, जो ट्राफिक नियम कानून मानिक गाड़ी चलवे जहाँद्वारा कि निजे सुरक्षित रहा सहित अन्य धन जीवन सुरक्षित रही पारे। छड़ा सीसीटीवी गुड़ाक जो मैंने भी लगे ना लगेवाई आम अनुरोध करते मैक्सिमम आम सीसीटीवी यूटिलाइज करवा अपराध नियंत्रण में सहायक हो पार। आम बहुत गुड़े पॉइंट आम देखी सीसीटीवी इनस्टलेसन जो पार्वण ऋतु कौन जगह जब कौन प्रकार असामाजिक कार्यकलाप देखिले कि अननोन सस्पिशियस लोक मुवमेंट कि प्रेजेंस देखिले तुरंत 112 को कॉल कर जनवा तथा लोकल थाना को जनवाई समस्त को कहुई। राउरकेला लवकिशोर नायक रिपोर्ट, नागराज न्यूज।